हेलो स्टूडेंट्स, आज आम पढ़ा क्लास 7 नुआ बहिर एक सुंदर कविता कला माणिकरे। यार कवि होउछन्ति अभिमन्यु सामंत सिंहार। कविताटी को जानिबा पूर्वरु आमे प्रथमे कवि परिचय जानिबा। प्राचीन रीतिजुगीय कवि अभिमन्यु सामंत सिंहार जाजपुर जिला बालियार सामंत परिवार रे 1760 मसीहारे जन्मग्रहण करथिले। से पिला दिनर सुंदर कविता रचना करुथिले। तांकर लेखा भितर विदग्ध चिंतामणि, प्रेम कला, रसवती, बाघ गीत, सुलक्षणा, चढ़ई गीत, बलेहुंटी अन्यतम। कला माणिकरे विदग्ध चिंतामणि काव्यर 67 छंदरू अणा जाइछि। एथिरे कृष्ण संध्या समय गोरुपलଙ୍କୁ धरी फेरिबारे विलंब हेबारु माता ଯଶୋଦାଙ୍କ ମନରେ ବ୍ୟସ୍ତତା ପ୍ରକାଶ ପାଇଛି। ଏହି କବିତାରେ ମାତୃହୃଦୟର ଆବେଗଭରା ବାତ୍ସଲ୍ୟ ପ୍ରେମର ବାସ୍ତବ ଚିତ୍ର ପ୍ରତିଫଳିତ ହୋଇଛି। ଚାଲ କବିତାଟିକୁ ସୁନ୍ଦର ଭାବରେ ବୁଝିବା। କଳା ମାଣିକରେ, କଳା ମାଣିକ ଅର୍ଥ ଏଠାରେ କଣ? କଳା ମାଣିକ ଶବ୍ଦର ଅର୍ଥ ହେଉଛି କଳା ରଙ୍ଗର ମୂଲ୍ୟବାନ ମଣି। କଳା ରଙ୍ଗର ମୂଲ୍ୟବାନ ମଣି ଏଠାରେ କୃଷ୍ଣଙ୍କୁ ବୁଝାଇଛି। ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ, ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ। କଳା ମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ। ଧୀରେ, ଧୀରେ ଅର୍ଥ ଏଠାରେ ପଣ୍ଡିତ ମାନେ। ଧୀରେ ଅର୍ଥ ପଣ୍ଡିତ ମାନେ। ଘେନ, ଘେନ ଅର୍ଥ କଣ? ଘେନ ଅର୍ଥ ଗ୍ରହଣ କର ବା ଶୁଣ। କାନନରେ ଅର୍ଥ ତମେ ସମସ୍ତେ ଜାଣିଛ ଜଙ୍ଗଲରେ। ବିଳମ୍ବିତ ମାନେ ଡେରି ହେବା। ବାତ୍ସଲ୍ୟ ମମତା, ବାତ୍ସଲ୍ୟ ମମତା ଅର୍ଥାତ ଏଠାରେ ମାର ସ୍ନେହ ବା ମାର ଭଲ ପାଇବା। ଘେନି ଭାଳୁଛନ୍ତି ମାତ, ଭାଳୁଛନ୍ତି ଅର୍ଥାତ ଏଠାରେ ମନେ ପକାଇବା। ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ, ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ। ଅର୍ଥାତ ହେ ପଣ୍ଡିତ ଜନ, ମୋ କଥାକୁ ଶୁଣ ବା ଗ୍ରହଣ କର। କୃଷ୍ଣ ବନକୁ ଗାଈ ଚରାଇବାକୁ ଯାଇ ଡେରି କରିଛନ୍ତି, ତେଣୁ ମାତା ଯଶୋଦା ଚିନ୍ତିତ ହୋଇପଡ଼ିଛନ୍ତି। ମାତୃସ୍ନେହ ଓ ଭଲ ପାଇବାରେ କୃଷ୍ଣଙ୍କୁ ମନେ ପକାଉଛନ୍ତି। କଳା ମାଣିକରେ, କୃଷ୍ଣଙ୍କର ଶ୍ୟାମଳ ରୂପ କଳା ମଣି ପରି ସୁନ୍ଦର ଥିବାରୁ ତାଙ୍କୁ ଏଠାରେ କଳା ମାଣିକରେ ବୋଲି କୁହାଯାଇଛି। ନେକ୍ସଟ ଦେଖିବା। ନିଧନ ସଂଖାଳି ମୋର ଦରିଦ୍ର ପସରା, ଅନ୍ଧ ଲଉଡ଼ି ବାବୁରେ ହୃଦ ରତ୍ନ ହାରା। ନିଧନ, ନିଧନ ଅର୍ଥାତ ଏଠାରେ ଧନହୀନ, ଧନହୀନ ବା ଗରିବ। ସଂଖାଳି, ସଂଖାଳି ଅର୍ଥାତ ଏକମାତ୍ର ଆଶାର ଭରସା କିଏ ଥିଲେ? କୃଷ୍ଣ ଥିଲେ। ମୋର ଦରିଦ୍ର ପସରା, ପସରା ଅର୍ଥାତ ଟୋକେଇ, ଗରିବର ଟୋକେଇ ଥିଲେ। ଗରିବର ଟୋକେଇ ଯେମିତି ଏକମାତ୍ର ସାହା ଭରସା, ସେମିତି କୃଷ୍ଣ ମାତା ଯଶୋଦାଙ୍କର ଏକମାତ୍ର ସାହା ଭରସା ଥିଲେ। ଅନ୍ଧ ଲଉଡ଼ି ବାବୁରେ ହୃଦ ରତ୍ନ ହାରା। ଅନ୍ଧ ଲଉଡ଼ି, ଅନ୍ଧ ଲଉଡ଼ି ମାନେ କଣ? ଅନ୍ଧ ଲୋକ ଯେମିତି ବାଡ଼ି ସାହାଯ୍ୟରେ ବାଟ ଖୋଜି ଖୋଜି ଚାଲେ, ଠିକ ସେମିତି ବାଡ଼ିଟି ତା ପାଇଁ ସବୁଠାରୁ ବେଶୀ ପ୍ରିୟ ବା ବେଶୀ ପ୍ରୟୋଜନ ହୋଇଥାଏ। ଏଠି ଠିକ ସେମିତି କୃଷ୍ଣ ହେଉଛନ୍ତି ମା ଯଶୋଦାଙ୍କର ଅନ୍ଧ ଜୀବନର ଲଉଡ଼ି ସଦୃଶ। ହୃଦ ରତ୍ନ ହାରା। ନେକ୍ସଟ ଦେଖିବା। ମଜିବ ଜୀବନ ତୁହି ନୟନ ପ୍ରତିମା, ତତେ କି ପାଶୋରି ହେବ ମୋର ସୁଖ ସୀମା। ମୋ ଜୀବ ଜୀବନ, ଜୀବ ଜୀବନ, ଜୀବ ଜୀବନର ଅର୍ଥଟାରେ କଣ? ନା ଜୀବନର ସବୁ କିଛି। କୃଷ୍ଣ ଯଶୋଦାଙ୍କ ଜୀବନର ସବୁ କିଛି ଥିଲେ। ନୟନ ପ୍ରତିମା, ନୟନ ପ୍ରତିମା ଅର୍ଥ ଏଠାରେ ଆଖିର ପ୍ରିୟ ଛବି। ତତେ କି ପାଶୋରି ହେବ, ତତେ କି ଭୁଲି ହେବ ବୋଲି ଏଠାରେ କୁହାଯାଇଛି। ତ ଏହାର ଅର୍ଥ ହଉଛି ଏଠାରେ ମା ଯଶୋଦା କହୁଛନ୍ତି, ହେ କୃଷ୍ଣ, ତୁମେ ମୋ ଜୀବନର ସବୁ କିଛି ଓ ମୋ ଆଖିର ପ୍ରିୟ ରୂପ। ମା ଯଶୋଦାଙ୍କର ସବୁଠାରୁ ବଡ ସୁଖ କିଏ ଥିଲେ? ନା କୃଷ୍ଣ ଥିଲେ। ଏଠାରେ ସେ କୃଷ୍ଣଙ୍କୁ କହିଛନ୍ତି, ତୁମକୁ କେମିତି ଭୁଲି ପାରିବି, ତୁମେ ହିଁ ମୋ ସମସ୍ତ ସୁଖର କାରଣ। କୃଷ୍ଣ ହିଁ ତାଙ୍କ ସମସ୍ତ ଖୁସିର କାରଣ ଥିଲେ। ନେକ୍ସଟ ଦେଖିବା। ଡରୁଥାଉ ଅନ୍ଧାରକୁ ରଖିଯାଉ ଗରୁ, ଜନକ ଜନନୀ ସୁଖ କାହିଁ ପାଇଁ ସାରୁ। ଡରୁଥାଉ ଅନ୍ଧାରକୁ, କୃଷ୍ଣ ଅନ୍ଧାରକୁ ଡରୁଥିଲେ।
ତେଣୁ ସେ ସନ୍ଧ୍ୟା ପୂର୍ବରୁ ପ୍ରତିଦିନ ଗାଈଗୋରୁ ନେଇ ଫେରି ଆସୁଥିଲେ। ଆଜି ଆସିବାରେ ତାଙ୍କର ବିଳମ୍ବ ହେଇଛି, ଅନ୍ଧାର ହେଇଯାଇଛି। ତେଣୁ ମା ଯଶୋଦା ଭାବୁଛନ୍ତି, ଜନକ ଜନନୀ ସୁଖ କାହିଁ ପାଇଁ ସାରୁ, କଣ ପାଇଁ ଆମକୁ କଷ୍ଟ ଦେଉଛୁ, ତୁ କାହିଁକି ଏତେ ବିଳମ୍ବ କରୁଛୁ ଘରକୁ ଫେରିବାରେ। ବୃଦ୍ଧ କାଳେ ତୁମହର ଏକଇ ନନ୍ଦନ, ହୃଦତାପ ବିନାଶନେ ତୁହରି ଚନ୍ଦନ। ବୃଦ୍ଧ କାଳେ ଅର୍ଥାତ୍ ବୁଢା ବୟସରେ ବା ଜୀବନର ଶେଷ ସମୟରେ। ଏକଇ ନନ୍ଦନ, ଏକଇ ନନ୍ଦନ ହଉଛି ଏକମାତ୍ର ପୁଅ। ହୃଦତାପ ବିନାଶନେ ତୁହରି ଚନ୍ଦନ। ହୃଦତାପ ମାନେ ମନର ଦୁଃଖ, ବିନାଶନ ମାନେ ଦୂର କରିବାରେ ତୁ ହଉଛୁ ହରିଚନ୍ଦନ। ହରିଚନ୍ଦନ ଅର୍ଥ ଶୀତଳତା ଦେଉଥିବା ଚନ୍ଦନ। ଏଠାରେ କୁହାଯାଇଛି, ଏଠାରେ ମା ଯଶୋଦା କହୁଛନ୍ତି ଯେ ବୃଦ୍ଧା ଅବସ୍ଥାରେ କୃଷ୍ଣ ହିଁ ତାଙ୍କର ଏକମାତ୍ର ପୁଅ ବା ଆଶା। କୃଷ୍ଣ ତାଙ୍କ ମନର ସବୁ ଦୁଃଖ କଷ୍ଟ ଦୂର କରନ୍ତି। ଚନ୍ଦନ ଯେପରି ଶୀତଳତା ଦିଏ, ସେପରି କୃଷ୍ଣ ତାଙ୍କ ମନକୁ ଶାନ୍ତି ଦେଇଥାନ୍ତି। ଗୋଟିକା ଅଧାମ ସର ନରୁଚଇ ତତେ, ନାଚି ଲାଞ୍ଚ ମାଗୁଥାଉ ଲବଣୀ କେମନ୍ତେ। ଗୋଟିକା, ଗୋଟିକା ମାନେ ହଉଛି ପେଡା, ଅଧାମ ରାବିଡି, କେମନ୍ତେ, କେମନ୍ତେ ମାନେ କିପରି, ସର ମାନେ ସ୍ୱାଦିଷ୍ଟ ଖାଦ୍ୟ ବା ଭଲ ଜିନିଷ, ରୁଚଇ ମାନେ ଭଲ ଲାଗିବା। ଏଠାରେ ନ ରୁଚଇ କହିଛି ମାନେ ତାଙ୍କୁ ଭଲ ଲାଗେ ନାହିଁ, ତାଙ୍କୁ ରୁଚେ ନାହିଁ। ଏଠାରେ ମା ଯଶୋଦା କୃଷ୍ଣଙ୍କର ସେ ଦୁଷ୍ଟାମିକୁ ମନେ ପକାଉଛନ୍ତି। କୃଷ୍ଣଙ୍କୁ ପେଡା ରାବିଡି ପରି ସ୍ୱାଦିଷ୍ଟ ବା ଭଲ ଖାଦ୍ୟ ରୁଚୁ ନଥିଲା, କିନ୍ତୁ ସେ କିପରି ନାଚି ନାଚି ଲବଣୀ ମାଗୁଥିଲେ, ସେହି ସ୍ମୃତିକୁ ମନେ କରି ମା ଭାଡି ହେଉଛନ୍ତି। ନେକ୍ସଟ ଦେଖିବା, ତଳି ମୁଁ ଧଇଲେ ଗଳି ହୋଇଯାଉ ତୁହି, ତଦୁର୍ବଳ ଦେଖି କାହିଁ ପଶି ବୋଇ ମୁହିଁ। ତଳି ଧଇଲେ ମାନେ ଟେକି ଧରିଲେ ବା କଳେଇ ଧରିଲେ। ଯେତେବେଳେ ମା ଯଶୋଦା କୃଷ୍ଣଙ୍କୁ କଳେଇ ଧରୁଥିଲେ, ସେ ଗଳି ହେଇଯାଉଥିଲେ, ମାନେ ତାଙ୍କ ଦେହରେ ସେ ମିଶି ଯାଉଥିଲେ। ତଦୁର୍ବଳ ଦେଖି କାହିଁ ପଶି ବୋଇ ମୁହିଁ। ଦୁର୍ବଳ ମାନେ ଅସୁସ୍ଥ ବା ଦୁଃଖିତ ଦେଖିଲେ ତାଙ୍କ ମନକୁ ବହୁତ କଷ୍ଟ ହୁଏ। ତମେ ଜାଣିଛ, ସମସ୍ତଙ୍କର ମା ମାନେ ସେମିତି ତାଙ୍କ ନିଜ ପୁଅ ବା ସନ୍ତାନ ମାନଙ୍କୁ ଟିକେ କଷ୍ଟ ହେଲେ ବା ଯିଏ ଅସୁସ୍ଥ ଥିଲେ ତାଙ୍କୁ ବହୁତ କଷ୍ଟ ହୁଏ। ସେମିତି ଏଠାରେ ମଧ୍ୟ ମା ଯଶୋଦାଙ୍କୁ ବହୁତ କଷ୍ଟ ହଉଛି, ତାଙ୍କ ମନକୁ ବହୁତ କଷ୍ଟ ହଉଛି। ନେକ୍ସଟ ଦେଖିବା, ଡାକିନି ଲଭାନ୍ତି ବୋଲି ଡରୁଥାଉ ମନେ, ବାର ବାର ବାରୁଥାଇ ଯିବା ପାଇଁ ବନେ। ଡାକିନି, ଡାକିନି ଅର୍ଥ କଣ? ଡାକିନି ମାନେ ଏଠାରେ ଡାହାଣୀ ବା ଖରାପ ଶକ୍ତି। ଲଭାନ୍ତି ମାନେ ନେଇଯିବେ ବୋଲି ସିଏ ଡରୁଥିଲେ। ବାର ମାନେ ବାରମ୍ବାର, ବାରୁଥାଇ ମାନେ ବାରଣ କରୁଥିଲେ ବା ମନା କରୁଥିଲେ। କୋଉଠିକି ଯିବା ପାଇଁ ନା ବନେ ବା ଜଙ୍ଗଲକୁ ଯିବା ପାଇଁ ମନା କରୁଥିଲେ। ମା ଯଶୋଦା ଚିନ୍ତା କରୁଛନ୍ତି, ଏ ଜଙ୍ଗଲରେ କୌଣସି ଡାହାଣୀ କିମ୍ବା ବିପଦ କୃଷ୍ଣକୁ କଷ୍ଟ ଦେଇପାରେ, ସେଥିପାଇଁ ତାଙ୍କ ମନ ଭୟଭୀତ ହେଉଛି। ସେ କୃଷ୍ଣକୁ ଜଙ୍ଗଲକୁ ଯିବା ପାଇଁ ବାରମ୍ବାର ମନା କରୁଥିଲେ, ତଥାପି କୃଷ୍ଣ ଯାଇଛନ୍ତି। ତେଣୁ ଏଠାରେ ମା ଯଶୋଦା ଚିନ୍ତିତ ହୋଇ ପଡିଛନ୍ତି। ନିଶାଚର ମାତିବାର ଶୁଭୁଛି ଶ୍ରୁତି କି, ମୁଁ ଡାଙ୍କୁଣୀ ଛାଡ଼ିଦେଲି ବନକୁ କାହିଁକି। ନିଶାଚର, ନିଶାଚର ଅର୍ଥ ଏଟା ରାତିରେ ଘୁରୁଥିବା ଜୀବ ବା ରାକ୍ଷସ। ମାତିବାର, ମାତିବାର ଅର୍ଥାତ୍ ଯୋଉ ଚଳାଚଳ କରିବା। ଶୁଭୁଛି ଶ୍ରୁତି କି, ଶ୍ରୁତି କି ମାନେ କାନରେ ବା କାନରେ, ଛାଡ଼ିଦେଲି, ଯିବାକୁ ଦେଲି। ଏଠାରେ କହୁଛନ୍ତି ମା ଯଶୋଦା ଜଙ୍ଗଲର ଭୟଙ୍କର ପରିବେଶକୁ ଚିନ୍ତା କରୁଛନ୍ତି। ସେ ଭାବୁଛନ୍ତି ଯେ ରାତିରେ ଘୁରୁଥିବା ଭୟଙ୍କର ପ୍ରାଣୀ ମାନଙ୍କର ଶବ୍ଦ କାନରେ ପଡୁଛି ଏବଂ ସେ ଅନୁତାପ କରୁଛନ୍ତି, ସେ କୃଷ୍ଣଙ୍କୁ କାହିଁକି ଜଙ୍ଗଲକୁ ଯିବାକୁ ଦେଲେ। ତାଙ୍କ ମନରେ ଚିନ୍ତା ଓ ଦୁଃଖ ଭରି ଯାଇଛି। ଝାଳ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା, ଶ୍ରମ ପାଇ ତରୁ ତଳେ ବସିଥିବ ପରା। ଝାଳ ବହୁଥିବ ମାନେ ସେ ଗାଈ ଚରାଇବାକୁ ଯାଇଛନ୍ତି, ସେଠାରେ ଖରାରେ ବୁଲି ବୁଲି ତାଙ୍କ ଦେହରୁ ଝାଳ ବହୁଥିବ। ତୀବ୍ର ଖରାରେ ଝାଳ ବାହାରୁଥିବ ଏବଂ ଗରମ ଲାଗୁଥିବ। ଗରମ ଓ କ୍ଳାନ୍ତିରେ ଥକି ଯାଇ ବୋଧହୁଏ ସେ ଗଛ ତଳେ ବସିଥିବେ, ଏହା ମା ଯଶୋଦା ଭାବୁଛନ୍ତି। ନେଲୁ ନାହିଁ କାହିଁ ପାଇଁ ତକଠାଉ ଛତା, ବନେ କଣ୍ଟା ଲାଗି ହୋଏ ମୃଦୁପାଦ ଚିନ୍ତା। କଣ ପାଇଁ ତୁ ତ କଠାଉ ଆଉ ଛତାକୁ ସାଥିରେ ନେଲୁ ନାହିଁ ବୋଲି ମା ଯଶୋଦା ଭାବୁଛନ୍ତି। ମୃଦୁପାଦ ମାନେ କୋମଳ ପାଦ, କୃଷ୍ଣଙ୍କର କୋମଳ ପାଦ। ବନେ କଣ୍ଟା ଲାଗି ହୋଏ ମୃଦୁପାଦ ଚିନ୍ତା, ଜଙ୍ଗଲରେ ଥିବା କଣ୍ଟା ଯଦି ତୋ ପାଦରେ ଫୁଟିଯିବ ତତେ କଷ୍ଟ ହବ ବୋଲି ମା ଯଶୋଦା କହୁଛନ୍ତି।
କାନ ଡେରି ଥାଇ ଏକାତ ବେଣୁ ଗୀତକୁ, ଆଜ କିମ୍ବା ଶୁଭୁ ନାହିଁ ଭାବୁଛି ମନକୁ। କୃଷ୍ଣ ପ୍ରତିଦିନ ଜଙ୍ଗଲରୁ ଗାଈ ଚରାଇ ଫେରିବା ସମୟରେ ତାଙ୍କର ବଂଶୀକୁ ବଜାଇ ବଜାଇ ଫେରୁଥିଲେ, କିନ୍ତୁ ଆଜି ସେ ବେଣୁର ଗୀତ ଶୁଭୁ ନାହିଁ। ତେଣୁ ମା ଯଶୋଦା କାନ ଡେରି ବସିଛନ୍ତି, ଆଜି କଣ ପାଇଁ ତୋ ଗୀତ ଶୁଭୁ ନାହିଁ ବୋଲି। ମନରେ ଚିନ୍ତା କରି କରି ମା ଯଶୋଦା କୃଷ୍ଣଙ୍କୁ ଭାଳି ହେଉଛନ୍ତି। ତ କବିତାଟି ସରିଲା। ଏହି କବିତାରୁ ଆମେ ମାତୃସ୍ନେହ, ଭଲ ପାଇବା ଓ ସନ୍ତାନ ପ୍ରତି ଚିନ୍ତାର ମହତ୍ଵ ଜାଣିଲେ। ତ ଆଶା କରୁଛି ଆଜିର କ୍ଲାସ ତୁମମାନଙ୍କୁ ଭଲ ଲାଗିଲା। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। କୌଣସି ଡାଉଟ୍ ଥିଲେ କମେଣ୍ଟ କରି ଜଣାଇବ। ଧନ୍ୟବାଦ।